आजको निर्वाचन सरी सरपंच रूपे पद पाई निद्रारे शोईपड़िले बोधे ब्रह्मपुर दिगपहंटी पंचायत गोकर्णपुर ग्रामर सरपंच। ना कौनसी कार्य हेउची ना कौनसी लोकों कथा रहुची। लोक बहुत असुविधार सम्मुखीन हेउचंती। सरपंच निज पाई ना लोकों पाई ता गाँ लोकों मनरे प्रश्नवाची सृष्टि करुची। योजना आसुची किंतु कार्य शून। बोधे फेक बिल भी हेउथिबो ताहा मध्य एक प्रश्न कथा। नाଳ ନର୍ଦ୍ଦମା ସବୁଥିରେ ଅସୁବିଧା କିନ୍ତୁ ସରପଞ୍ଚ ଗାଁରେ ରହି ମଧ୍ୟ ଦେଖିପାରୁନାହାନ୍ତି। ଲାଗୁଛି ଯେମିତି ସେ ଶୋଇ ରହିଛନ୍ତି, ଘରୁ ପଦାକୁ ବାହାରୁ ନାହାନ୍ତି। ମନରେ ଏହା ବି ଆସୁଛି ଯେମିତିକି ସରପଞ୍ଚ ପିସି ପାଇପାରୁନାହାନ୍ତି, ସେଥିପାଇଁ ଗ୍ରାମର ଉନ୍ନତିର ପ୍ରଶ୍ନ ଉଠୁନି। ସେପଟେ ମୁଖ୍ୟମନ୍ତ୍ରୀ ସବୁଜ ସୁନ୍ଦର ଦେଶର ସ୍ୱପ୍ନ ଦେଖିବା ବେଳେ ଏପଟେ ସରପଞ୍ଚ ନଜରଅନ୍ଦାଜ କରି ପିସି ଲାଳସାରେ ରହିଥିଲେ ବୋଲି ଗାଁ ଲୋକଙ୍କ ମନରେ ପ୍ରଶ୍ନ ଆସିଲାଣି। ଦେଖିବାକୁ ମିଳୁଛି ନାଳ ସମସ୍ୟା ଧୀର ହେଉନି, ନାଳ ସଫା ହେଉନି କି ଅଳିଆ ଆବର୍ଜନାର ସଫା ନାହିଁ। ସେପଟେ ବ୍ଲିଚିଂ ପାଉଡର ପକାଇବା ତ ଦୂରର କଥା, ଦେଖିବାକୁ ମଧ୍ୟ ମିଳୁନି। ମନେ ହୁଏ ଯେପରି ବ୍ଲିଚିଂ ପାଉଡର ବୋଧେ ବିକ୍ରି କରିଦେଇ ପଇସା ଖାଇ ଦେଇଥିବେ ବୋଲି ଚର୍ଚ୍ଚା ମଧ୍ୟ ଗ୍ରାମରେ ଜୋର ଧରୁଛି। ଏହିଭଳି ସରପଞ୍ଚଙ୍କୁ କହିବାକୁ ମଧ୍ୟ କେହି ନାହିଁ, ନା ବିଡିଓ, ନା ବିଧାୟକ, ନା ମନ୍ତ୍ରୀ, ନା ତନ୍ତ୍ରୀ, ନା ତା ଯାହାଫଳରେ ସରକାରଙ୍କର ସବୁଜ ସୁନ୍ଦର ସହର ବୋଧେ ସ୍ୱପ୍ନ ହୋଇ ରହିଯିବ। ଏହା ଭାବିବା କିଛି ଭୁଲ ହେବନି। ତେଣୁ ଗାଁ ଲୋକମାନେ ଅନୁରୋଧ କରିଛନ୍ତି ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ସବୁଜ ସୁନ୍ଦର ଆମ ଗାଁ ହେଉ।